ଓଡ଼ିଶା ସରକାର ନଭେମ୍ବର 24ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପ୍ରଦାନ କରିବ ବୋଲି ଶନିବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଲଣ୍ଡନରୁ ଫେରିବା ପରେ ପ୍ରଭାତୀ ପରିଡ଼ା ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଦେଇ କହିଥିଲେ, ସେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ମନ୍ତ୍ରୀଙ୍କ ଉପସ୍ଥିତିରେ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ ଏବଂ ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଆଶା କରାଯାଉଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ନଭେମ୍ବର 24ରେ ଏହି ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟାଖ୍ୟାନ ହୋଇଥିବା ଆବେଦନକାରୀଙ୍କ ତାଲିକା ପ୍ରକାଶ କରିବାକୁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ସେମାନଙ୍କୁ ପ୍ରତ୍ୟାଖ୍ୟାନ କାରଣ ବୁଝିବେ ଏବଂ ପୁନର୍ବାର ଆବେଦନ କରିବାକୁ ସକ୍ଷମ କରିବ। ତୃତୀୟ ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ମହିଳା ସେମାନଙ୍କ ଅର୍ଥ ପାଇବେ ବୋଲି ଆଶା କରାଯାଉଛି। ପରିଶେଷରେ ସମଗ୍ର ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ମହତ୍ୱାକାଂକ୍ଷୀ ପଦକ୍ଷେପର ଅଂଶବିଶେଷ ସ୍ୱରୂପ ଡିସେମ୍ବର ସୁଦ୍ଧା 1 କୋଟିରୁ ଅଧିକ ମହିଳା ଏହି ଯୋଜନା ଦ୍ୱାରା ଉପକୃତ ହେବେ ବୋଲି ଆଶା ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ, ସୁଭଦ୍ରା ଯୋଜନା ଅଧୀନରେ ଆର୍ଥିକ ସହାୟତା ତୃତୀୟ ପର୍ଯ୍ୟାୟ ଉକ୍ତ ତାରିଖରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଏହି ପର୍ଯ୍ୟାୟରେ ସେହି ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବେ ଯେଉଁମାନେ ପୂର୍ବରୁ ବାଦ୍ ପଡ଼ିଥିଲେ। ତ ଏ ଥିଲା ସୁଭଦ୍ରା ଯୋଜନାକୁ ନେଇ ଛୋଟିଆ ଅପଡେଟ୍। ତ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦେବେ। ତ ରହୁଛି ପୁଣି ଆଉ ଗୋଟେ ଭିଡ଼ିଓ ସହିତ ଦେଖା ହେବା। ଧନ୍ୟବାଦ।